ଗପ ଅମୃତରେ ବିକ୍ରମ ବେତାଳ ଗପ ବନ୍ଦୀ ରାଜଗୁରୁ। ଅନେକ ଦିନ ତଳର କଥା। ନୀଳଦ୍ୱୀପ ଏବଂ ଲାବଣ୍ୟଦ୍ୱୀପ ନାମରେ ଦୁଇଟି ଛୋଟ ଛୋଟ ରାଜ୍ୟ। ଦୁର୍ଭାଗ୍ୟକୁ ଦୁଇ ରାଜ୍ୟ ଭିତରେ ବହୁଦିନ ଧରି ଶତ୍ରୁତା ଲାଗି ରହିଥାଏ। ଅବଶ୍ୟ କେହି କାହାର କିଛି ଅନିଷ୍ଟ କରୁନଥାନ୍ତି। ନୀଳଦ୍ୱୀପର ସୈନ୍ୟ ସଂଖ୍ୟା ଅଧିକା, କିନ୍ତୁ ଲାବଣ୍ୟଦ୍ୱୀପର ରାଜଗୁରୁ ଜଣେ ତନ୍ତ୍ରମନ୍ତ୍ରବିତ୍। ନୀଳଦ୍ୱୀପର ରାଜା ତାଙ୍କ କରାମତିକୁ ଭୟ କରୁଥାନ୍ତି। ନୀଳଦ୍ୱୀପର ରାଜାଙ୍କର ଅନେକ ଦିନ ପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ନଥିଲେ। ଯାହା ହେଉ, ଶେଷରେ ପୁଅଟିଏ ହେଲା। ସେ ଯେତିକି ଯେତିକି ବଡ଼ ହେଲା, ନିଜ ବୁଦ୍ଧିବିଦ୍ୟାରେ ସମସ୍ତଙ୍କୁ ସେତିକି ସେତିକି ମୋହିତ କରିବାକୁ ଲାଗିଲା। ରାଜା, ରାଣୀ, ପାତ୍ରମିତ୍ର ତାକୁ ନିଜ ନିଜର ନୟନ ପିତୁଳା ଭଳି ଜଗିଥାନ୍ତି। ଦିନେ ରାଜକୁମାର ବଗିଚା ଭିତରେ ଗୋଟାଏ ପେଣ୍ଡୁ ଗଡ଼େଇ ଗଡ଼େଇ ଖେଳୁଥାନ୍ତି। ବଗିଚାର ଚାରିଦିଗରେ ଉଚ୍ଚ ପ୍ରାଚୀର। ପ୍ରାଚୀର ସେପଟେ ଜଗୁଆଳିମାନେ ଥାଆନ୍ତି। ବଗିଚା ରାଜପ୍ରାସାଦକୁ ଲାଗିଥାଏ। ତହିଁ ଭିତରକୁ ବାହାର ଲୋକେ ପଶି ଆସିବାର କୌଣସି ସମ୍ଭାବନା ନଥିଲା। ତେଣୁ ରାଜକୁମାରଙ୍କ ଦେହରକ୍ଷୀ ଜଣକ ସବୁବେଳେ ରାଜକୁମାରଙ୍କ ଉପରେ ଆଖି ରଖିବା ଜରୁରୀ ମନେ କରୁନଥିଲା। ପେଣ୍ଡୁ ଗଡ଼େଇ ଗଡ଼େଇ ରାଜକୁମାର କୁଆଡ଼େ ଗଲେ କେଜାଣି? କିଛି ସମୟ ପରେ ଆଉ ତାଙ୍କର ଦେଖା ମିଳିଲା ନାହିଁ। ପ୍ରାସାଦରେ ଚାଞ୍ଚଲ୍ୟ ଖେଳିଗଲା। ଦାସ ଦାସୀଙ୍କଠୁ ଆରମ୍ଭ କରି ପାତ୍ରମନ୍ତ୍ରୀ ସେନାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ବଗିଚା ଭିତରକୁ ଧାଇଁଲେ। ସମସ୍ତଙ୍କ ମନରେ ଉତ୍କଣ୍ଠା। ବଗିଚା ସାରା ଖୋଜା ଚାଲିଲା। ତାପରେ ପ୍ରାସାଦ ଯାକ, ତାପରେ ପ୍ରାସାଦ ଚତୁର୍ଦିଗସ୍ଥ ଇଲାକା। କିନ୍ତୁ ରାଜକୁମାର ମିଳିଲେ ନାହିଁ। ରାଜକୁମାର ସିନା ମିଳିଲେ ନାହିଁ, କିନ୍ତୁ ଆଉ ଜଣେ ବ୍ୟକ୍ତି ଧରା ହୋଇ ରାଜାଙ୍କ ଆଗକୁ ଅଣାହେଲା। ତାକୁ ଦେଖି ରାଜା ଓ ପାତ୍ରମିତ୍ରମାନଙ୍କର ବିସ୍ମୟର ସୀମା ରହିଲା ନାହିଁ। ସେ ବ୍ୟକ୍ତି ଜଣକ ହେଲେ ଲାବଣ୍ୟଦ୍ୱୀପର ରାଜଗୁରୁ ଦେବଶାସ୍ତ୍ରୀ। ଏହି ରାଜଗୁରୁଙ୍କ ଯୋଗୁଁ ଲାବଣ୍ୟଦ୍ୱୀପର ଗୌରବ। କାରଣ ସେ ଖାଲି ବିଦ୍ୱାନ ନୁହନ୍ତି, ତାଙ୍କୁ ଅନେକ ତନ୍ତ୍ରମନ୍ତ୍ର ଜଣାଥିଲା। ସେ ପଶୁପକ୍ଷୀମାନଙ୍କର ଭାଷା ବୁଝିପାରୁଥିଲେ ତଥା ସେମାନଙ୍କୁ ବଶରେ କରିପାରୁଥିଲେ। ସମୁଦ୍ର କୂଳରେ ସନ୍ଦେହଜନକ ଭାବରେ ବିଚରଣ କରୁଥିବା ଅବସ୍ଥାରେ ସେ ଧରା ହେଲେ। ଫଳରେ ରାଜାଙ୍କର ଧାରଣା ହେଲା, ରାଜକୁମାର ଅଦୃଶ୍ୟ ହେବା ସହିତ ଶତ୍ରୁ ରାଜ୍ୟର ରାଜଗୁରୁଙ୍କ ତାଙ୍କ ଦ୍ୱୀପକୁ ଆସିବାର କିଛି ସମ୍ପର୍କ ରହିଛି। କିନ୍ତୁ ରାଜଗୁରୁଙ୍କୁ ଜେରା କରି ବୁଝାଗଲା, ସେ ସମୁଦ୍ରରେ ଅନ୍ୟ ଏକ ଦ୍ୱୀପକୁ ରାଜକାର୍ଯ୍ୟରେ ଯିବାବେଳେ ବୋଇତ ବୁଡ଼ିଯିବାରୁ ଦୈବାତ ନୀଳଦ୍ୱୀପରେ ଆସି ପହଞ୍ଚିଥିଲେ। ରାଜା ବୁଝିଲେ ଯେ ବାସ୍ତବିକ ସେ ରାଜକୁମାର ନିଖୋଜ ହେବା ବିଷୟରେ କିଛି ଜାଣନ୍ତି ନାହିଁ। ରାଜା ସେ ଅତିଥିଙ୍କୁ ଭଲ ଭାବରେ ସତ୍କାର କରାଇ ସୁସ୍ଥ କଲେ ଓ ଦରବାରକୁ ଆଣିଲେ। ଦେବଶାସ୍ତ୍ରୀ, ଆପଣ ଯଦି ନିଜେ ମୋ ପୁଅକୁ ଅପହରଣ କରିନାହାନ୍ତି, ତେବେ କିଏ ନେଇଛି? ସେ କଥା ଆପଣ ମନ୍ତ୍ରବିଦ୍ୟା ସାହାଯ୍ୟରେ ଜାଣି ପୁଅକୁ ଉଦ୍ଧାର କରନ୍ତୁ। ତାହା ନ କରିବା ଯାଏଁ ଆପଣ ବନ୍ଦୀ, ରାଜା କହିଲେ। ଦେବଶାସ୍ତ୍ରୀଙ୍କୁ ବଗିଚାର ଗୋଟିଏ କୋଣରେ ଥିବା ଛୋଟ ପ୍ରାସାଦରେ ରଖାହେଲା। ପ୍ରାସାଦ ସେପାରିରେ ସମୁଦ୍ର। ଦେବଶାସ୍ତ୍ରୀ ଅଡ଼ୁଆରେ ପଡ଼ିଗଲେ, କିନ୍ତୁ କୌଣସି ପରିସ୍ଥିତିରେ ସେ ହତାଶ ହେବା ଲୋକ ନୁହନ୍ତି। ଦ୍ୱିତୀୟ ଦିନ ସେ ପ୍ରାସାଦ ଛାତ ଉପରେ ବୁଲୁଛନ୍ତି, ଗୋଟିଏ ଶାଗୁଣା ଉଡ଼ି ଯାଉଥିବାର ଦେଖିଲେ। ସେ ଏକ ମନ୍ତ୍ର ପଢ଼ି ତାକୁ ବଗିଚା ଭିତରକୁ ଆହ୍ୱାନ କରନ୍ତେ ସେ ଆସି ଗୋଟିଏ ଅତି ପୁରୁଣା ଗଛ ଉପରେ ବସି ପଡ଼ିଲା। ଦେବଶାସ୍ତ୍ରୀ ସଙ୍ଗେ ସଙ୍ଗେ ସେ ଗଛ ପାଖକୁ ଦୌଡ଼ିଗଲେ। ଶାଗୁଣା ବସି ପଡ଼ିବା ମାତ୍ରେ ସେ ଗଛରେ ରହିଥିବା ପକ୍ଷୀମାନେ ଛାନିଆ ହୋଇ କିଚିରି ମିଚିରି କରିବାକୁ ଆରମ୍ଭ କରିଦେଲେ। ଦେବଶାସ୍ତ୍ରୀ ତାହା ହିଁ ଚାହୁଁଥିଲେ। ଜଣେ ପକ୍ଷୀ ତା ନିଜ ଭାଷାରେ ଏଇଆ କହୁଥାଏ, ଗତକାଲି ଗଛ ତଳେ ଅଘଟଣ ଘଟିଗଲା, ଆଜି ଗଛ ଉପରେ ଅଘଟଣ। ଦେବଶାସ୍ତ୍ରୀ ତତ୍କ୍ଷଣାତ ଗଛ ତଳେ ତନ୍ନ ତନ୍ନ ଅନୁସନ୍ଧାନ ଆରମ୍ଭ କଲେ। ଗଛକୁ ଘେରି ରହିଥାନ୍ତି ନିବିଡ଼ ବୁଦାମାଳ। ତାକୁ ଠେଲି ସେ ଦେଖିଲେ ଗଛର ନିମ୍ନ ଭାଗରେ ଗୋଟିଏ କୋଟର। ସେ ସାବଧାନରେ ଅନାଇ ବୁଝିପାରିଲେ କୋଟରର ମୁହଁ ବିଶେଷ ବଡ଼ ନହେଲେ ବି ଭିତର ଖୁବ୍ ପ୍ରଶସ୍ତ। ସେ ଭିତରକୁ ପଶିଲେ। ତାଙ୍କ ଆଶଙ୍କା ସତ୍ୟ ପ୍ରମାଣିତ ହେଲା। କୋଟର ତଳେ ପେଣ୍ଡୁ, ପାଖରେ ପଡ଼ିଛନ୍ତି ରାଜକୁମାର। ଦେବଶାସ୍ତ୍ରୀ ରାଜକୁମାରଙ୍କୁ ଖୁବ୍ ସନ୍ତର୍ପଣରେ ବାହାରକୁ ଆଣି ପରିଚାରକମାନଙ୍କୁ ଡାକ ପକାଇଲେ। ସେମାନେ ଦୌଡ଼ି ଆସିଲେ। ରାଜା ବି ଖବର ପାଇ ଆସିଲେ। ବଗିଚା ଭିତରର ପ୍ରାସାଦ ଭିତରକୁ ପଲଙ୍କ ଅଣା ହୋଇ
ରାଜକୁମାରଙ୍କୁ ତହିଁ ଉପରେ ଶୁଆଇ ଦିଆଗଲା। ରାଜବୈଦ୍ୟ ଆସି ପରୀକ୍ଷା କରି କହିଲେ, ଏହା ଏକ ବିଷମ ପରିସ୍ଥିତି। ରାଜକୁମାରଙ୍କ ଦେହରେ ପ୍ରାଣ ରହିଛି ସତ, କିନ୍ତୁ ଅତି କ୍ଷୀଣ ଭାବରେ। ଏଇଭଳି ଚେତାଶୂନ୍ୟ ଅବସ୍ଥାରୁ କେହି ଚେତା ଫେରି ପାଆନ୍ତି ନାହିଁ। ରାଜା ଦେବଶାସ୍ତ୍ରୀଙ୍କୁ କହିଲେ, ମହାଶୟ, ମୁଁ ଜାଣେ ଆପଣଙ୍କର ଅନେକ ତନ୍ତ୍ରମନ୍ତ୍ର ଶକ୍ତି ଅଛି। ଆପଣ ମୋ ପୁଅକୁ ବଞ୍ଚାନ୍ତୁ। ମହାରାଜ, ଜୀବନ ମରଣ ଉପରେ ମୋର ହାତ ନାହିଁ। ଯଦି ରାଜକୁମାରଙ୍କ ଭାଗ୍ୟରେ ମୃତ୍ୟୁ ଥିବ, ତେବେ ମୋ ମନ୍ତ୍ର କାମ ଦେବ ନାହିଁ। ଆପଣଙ୍କ ବୈଦ୍ୟ ଯାହା କରିବାର କରନ୍ତୁ, ମୋତେ ମୋ ରାଜ୍ୟକୁ ଯିବାକୁ ଦିଅନ୍ତୁ। ଦେବଶାସ୍ତ୍ରୀ କହିଲେ। ରାଜା ଉତ୍ତର ଦେଲେ, ଅସମ୍ଭବ। ରାଜକୁମାରଙ୍କ ଚେତା ଫେରାଇ ଆଣି ନ ପାରିଲେ ଆପଣ ଏଠାରେ ଚିରକାଳ ବନ୍ଦୀ ରହିବେ। ସେହିଦିନ ଉପରଓଳି ବଗିଚା ଭିତରେ ବସି ଦେବଶାସ୍ତ୍ରୀ ଧ୍ୟାନ କରୁଛନ୍ତି। ଧ୍ୟାନ ପରେ ଦେଖିଲେ ଯୋଡ଼ିଏ ମାଙ୍କଡ଼ ବୁଦାମାଳ ଭିତରେ ଯେମିତି ଲୁଚକାଳି ଖେଳୁଛନ୍ତି। ହଠାତ୍ ଗୋଟିଏ ମାଙ୍କଡ଼ ଚିତ୍କାର କରି କଚାଡ଼ି ହୋଇ ତଳେ ପଡ଼ିଲା। ଦେବଶାସ୍ତ୍ରୀ ଦେଖିଲେ ତାକୁ ଗୋଟିଏ ବିଷାକ୍ତ ସାପ ଦଂଶନ କରି ଲୁଚିଗଲା। ମୂର୍ଚ୍ଛିତ ମାଙ୍କଡ଼ ଚାରିପଟେ କିଛି ସମୟ ବୁଲି ଅନ୍ୟ ମାଙ୍କଡ଼ଟି କୁଆଡ଼େ ଚାଲିଗଲା। କିଛି ସମୟ ପରେ ସେ ଖଣ୍ଡିଏ ଚେର ଧରି ଆସି ତାକୁ ଦୁଇ ହାତରେ ଦଳି ମକଚି ମୂର୍ଚ୍ଛିତ ମାଙ୍କଡ଼ର ନାକ ପାଖରେ ଧରିଲା। ତା ମୁଣ୍ଡରେ କେତେଥର ଫୁଙ୍କିଲା। ଚାହୁଁ ଚାହୁଁ ତାର ଚେତା ଫେରି ଆସିଲା। ସେ ଉଠି ବସିଲା। ଦେବଶାସ୍ତ୍ରୀ ଆବଶ୍ୟକ ମନ୍ତ୍ର ଉଚ୍ଚାରଣ କରି ଚେର ଧରିଥିବା ମାଙ୍କଡ଼ଟିକୁ ଡାକିଲେ। ସେ ଆସି ତାଙ୍କୁ ଉଦ୍ବୃତ୍ତ ଚେର ସମର୍ପି ଦେଲା। ଦେବଶାସ୍ତ୍ରୀ ତାହା ନେଇଯାଇ ରାଜକୁମାରଙ୍କ ନାକ ପାଖରେ ଧରିଲେ ଓ ତାଙ୍କ ମୁଣ୍ଡରେ ଫୁଙ୍କିଲେ। ରାଜକୁମାରଙ୍କ ଚେତା ଫେରି ଆସିଲା। ସେ କ୍ରମେ ସୁସ୍ଥ ହେଲେ। ଆନନ୍ଦରେ ରାଜଧାନୀରେ ଉତ୍ସବ ଲାଗିଗଲା। ରାଜା ଦେବଶାସ୍ତ୍ରୀଙ୍କୁ ବହୁ ଧନରତ୍ନ ଯାଚିଲେ, କିନ୍ତୁ ଦେବଶାସ୍ତ୍ରୀ କହିଲେ, ମୋର କିଛି ଲୋଡ଼ା ନାହିଁ। ଖାଲି ଗୋଟିଏ ନୌକା ବ୍ୟବସ୍ଥା କରି ମୋ ରାଜ୍ୟକୁ ମୋତେ ପଠାଇ ଦିଅନ୍ତୁ। ଦେବଶାସ୍ତ୍ରୀ, ତାହା ହୋଇପାରିବ ନାହିଁ। ତୁମେ ଯେତେ ଅସାଧାରଣ ମନ୍ତ୍ରତନ୍ତ୍ର ଜାଣ, ସେ ସବୁକୁ ରାଜକୁମାରଙ୍କୁ ଆଗେ ଶିଖାଇ ଦିଅ, ତାପରେ ମୁକ୍ତି ପାଇବ। ରାଜା ଶୁଣାଇଦେଲେ। ଦେବଶାସ୍ତ୍ରୀ ଯେତେ ମିନତି କଲେ ବି କୌଣସି ଫଳ ମିଳିଲା ନାହିଁ। ଅଗତ୍ୟା ସେ ରାଜକୁମାରଙ୍କୁ ତାଙ୍କ ବିଦ୍ୟା ଶିଖାଇବାକୁ ଲାଗିଲେ। ରାଜକୁମାରଙ୍କ ସ୍ମରଣ ଶକ୍ତି ତୀବ୍ର, ତେଣୁ ସେ 6 ମାସ ଭିତରେ ସବୁ ଶିଖିଗଲେ। ରାଜା ତାଙ୍କ ପରୀକ୍ଷା ନେଇ ସନ୍ତୁଷ୍ଟ ହେଲେ। ଅବଶେଷରେ ଦେବଶାସ୍ତ୍ରୀଙ୍କୁ ବିଦାୟ ଦିଆଗଲା। ନୌକାରେ ବହୁ ଧନରତ୍ନ ଦେଇ ରାଜା, ରାଣୀ ଓ ରାଜକୁମାର ତାଙ୍କୁ ବିଦାୟ ଦେବା ବେଳେ ଦେବଶାସ୍ତ୍ରୀ ରାଜକୁମାରଙ୍କୁ କହିଲେ, ତୁମକୁ ଆଉ ଗୋଟିଏ ଛୋଟିଆ ମନ୍ତ୍ର ଶିଖାଇବି। ଏହି ଗୋଟିକ ଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ। ତମେ ଆଞ୍ଜୁଳାରେ ପାଣି ଧର। ମୋ ନୌକା ଅଦୃଶ୍ୟ ହୋଇଗଲେ ଯାଇ ପାଣି ବିସର୍ଜନ ଦେବ। ରାଜକୁମାର ପାଣି ଧରିଲେ। ଶାସ୍ତ୍ରୀ ତାଙ୍କ କାନରେ ଛୋଟ ମନ୍ତ୍ରଟିଏ କହି ଚାଲିଗଲେ। ନୌକା ଅଦୃଶ୍ୟ ହେବା ପରେ ରାଜକୁମାର ପାଣି ବିସର୍ଜନ ଦେଲେ। ପରେ ପରେ ସେ ବୁଝିଲେ ଯେ ସେ ଖାଲି ସେ ଛୋଟିଆ ମନ୍ତ୍ରଟି ଭୁଲି ଯାଇଛନ୍ତି ସେତିକି ନୁହେଁ, ଦେବଶାସ୍ତ୍ରୀଙ୍କଠୁ ଶିଖିଥିବା ସବୁ ବିଦ୍ୟା ପାସୋରି ଦେଇଛନ୍ତି। କାହାଣୀଟି ଶେଷ କରି ବେତାଳ ତୃପ୍ତ କଣ୍ଠରେ କହିଲା, ରାଜା, ଦେବଶାସ୍ତ୍ରୀ ଜ୍ଞାନୀ ଓ ଗୁଣୀ, କିନ୍ତୁ ତା ସଙ୍ଗେ ସଙ୍ଗେ ଶଠ, ଏଥିରେ ସନ୍ଦେହ ନାହିଁ। ସେ ଯାହା ହେଉ, ସେ ରାଜକୁମାରଙ୍କୁ ଶେଷ ମନ୍ତ୍ର ଶିଖାଇବା ବେଳେ ତାହାଦ୍ୱାରା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବ ବୋଲି କହିବାର ଅର୍ଥ କ'ଣ? ପାରିଲେ ଉତ୍ତର ଦିଅ। ଉତ୍ତର ଜାଣି ମଧ୍ୟ ନୀରବ ରହିଲେ ତୁମର ଶିର ହେବ ସ୍କନ୍ଧଚ୍ୟୁତ। କାଳକ୍ଷେପଣ ନ କରି ରାଜା ବିକ୍ରମାର୍କ ଉତ୍ତର ଦେଲେ, ଦେବଶାସ୍ତ୍ରୀଙ୍କୁ ଶଠ ବୋଲି କହିବା ଅନ୍ୟାୟ। ରାଜକୁମାରଙ୍କୁ ସେ ଆବିଷ୍କାର କଲେ। ସେ ତାଙ୍କୁ ପ୍ରାଣଦାନ ଦେଲେ। ଏତିକିରେ ରାଜା ତାଙ୍କ ପ୍ରତି ଗଭୀର କୃତଜ୍ଞ ହେବା ଉଚିତ। କିନ୍ତୁ ତାଙ୍କ ଅସହାୟତାର ସୁଯୋଗ ନେଇ ରାଜା ତାଙ୍କ ଜ୍ଞାନ ଶୋଷଣ କଲେ। ଦେବଶାସ୍ତ୍ରୀ ସେ ଜ୍ଞାନ ଫେରାଇ ନେଇ ଅନ୍ୟାୟ କରିନାହାନ୍ତି। ବାକି ରହିଲା ଉଭୟ ରାଜ୍ୟ ଭିତରେ ସଂଘର୍ଷ ନିବାରିତ ହେବା କଥା। ନୀଳଦ୍ୱୀପ ଅଧିକ ଶକ୍ତିଶାଳୀ ହୋଇ ମଧ୍ୟ ଲାବଣ୍ୟଦ୍ୱୀପ ଆକ୍ରମଣ ନ କରିବାର କାରଣ, ଲାବଣ୍ୟଦ୍ୱୀପର ରାଜପୁରୋହିତଙ୍କୁ ବହୁ ତନ୍ତ୍ରମନ୍ତ୍ର ଜଣାଥିଲା। ସେ ସବୁ ତନ୍ତ୍ରମନ୍ତ୍ର ନୀଳଦ୍ୱୀପର ରାଜକୁମାର ଜାଣିଗଲେ ଆଉ ଲାବଣ୍ୟଦ୍ୱୀପକୁ ଭୟ କରିବାର କାରଣ ରହିବ ନାହିଁ ଓ ନୀଳଦ୍ୱୀପ ଲାବଣ୍ୟଦ୍ୱୀପ ଆକ୍ରମଣ କରିବ। ସେ ଦୃଷ୍ଟିରୁ ଦେବଶାସ୍ତ୍ରୀ
ରାଜକୁମାରକୁ ମନ୍ତ୍ରତନ୍ତ୍ର ଭୁଲାଇ ଦେଇ ପୂର୍ବ ଅବସ୍ଥା ଅତୁଟ ରଖିଲେ। ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁଣି ପୂର୍ବୋକ୍ତ ବୃକ୍ଷରେ ଝୁଲି ପଡ଼ିଲା।